ନବରଙ୍ଗପୁର ଏଥିପାଇଁ ଯାଇଥିଲି। ଆମର ସେଠି 358 ଜଣ ଚାଷୀ ତାଙ୍କର ଇଏ ଅଛି ଖରିଫର ପଇସା ପାଇନଥିଲେ, ରହିଯାଇଥିଲା। ତ ସେଇଟା ପାଇଁ ସେମାନେ ବି ରାଜରାସ୍ତାକୁ ଆସିଥିଲେ, ଆନ୍ଦୋଳନ କରିଥିଲେ। ଏଠି ଭୁବନେଶ୍ୱରକୁ ମଧ୍ୟ ସେ ନେତାଙ୍କ ପ୍ରରୋଚନାରେ ପଡ଼ିକରି ଆସିଥିଲେ, ଆନ୍ଦୋଳନ କରିଥିଲେ। ମୁଁ ସେତେବେଳେ କହିଥିଲି, ମୁଁ ବିଚାର କରିବି, ବ୍ୟସ୍ତ ହୁଅନି, ବିଚାର କରିବି କ'ଣ ହେଇଛି। ସେତେବେଳେ କ'ଣ ହେଇଛି, ଗୋଟେ ଲାମ୍ସର ଅଧିକାରୀ ଜାଣିଶୁଣି ସେଟା ରେକର୍ଡ କରିନଥିଲା। ରେକର୍ଡ ନଥିବା କରିବା କାରଣରୁ କେନ୍ଦ୍ରକୁ ସେ ରେକର୍ଡ ଆମେ ପଠାଇ ପାରୁନଥିଲୁ। କେନ୍ଦ୍ରକୁ ଯେହେତୁ ରେକର୍ଡ ପଠାଇଲୁ ନାହିଁ, ତେଣୁ ଯେଉଁ 2300 ଟଙ୍କା MSP ସେ ପଇସାଟା ଆଉ ସେ ପଠାଇଲେ ନାହିଁ। ସିଏ ତାପରେ ବି ଇନପୁଟ ଆସିଷ୍ଟାଣ୍ଟ ଯାଇପାରିଲା, ପେମେଣ୍ଟ ଡିଲେ ହେଇଥିଲା। ତାକୁ ଏଠୁ ଆମେ ବିଚାର କଲୁ, ନାଇଁ ଯେହେତୁ କୃଷକମାନେ ଧାନ ଦେଇଛନ୍ତି ତାଙ୍କର ପଇସା ସେ ପାଇବେ, ତେଣୁ ତାର ବ୍ୟବସ୍ଥା କରାଗଲା। 2300 ଟଙ୍କା ତାଙ୍କ ଆକାଉଣ୍ଟ ପ୍ରଥମେ ଦେଇ ଦିଆଗଲା। 800 ଟଙ୍କା ଇନପୁଟ ଆସିଷ୍ଟାଣ୍ଟ ତାକୁ କାଲି ଘୋଷଣା କରିବାକୁ ଯାଇଥିଲେ। ସମୁଦାୟ ପାର୍ଟି 14,536 କୁଇଣ୍ଟାଲର ପାର୍ଟି ସେମାନେ ଦେଇଥିଲେ। ଆଉ କୃଷକଙ୍କ ସଂଖ୍ୟା ହେଉଛି 358 କୃଷକ। MSP ସେମାନେ ପାଇଲେ 3,29,00,000 ଟଙ୍କା ଏବଂ ଇନପୁଟ ଆସିଷ୍ଟାଣ୍ଟ ସେମାନେ ପାଇଲେ 1,16,000 ଟଙ୍କା। କୋଟିଏ 16 ଲକ୍ଷ। ଏଇଭଳି ଟୋଟାଲ 4,51,00,000 ଟଙ୍କା ତାଙ୍କ ଖାତାକୁ ଗଲା। ତେଣୁ ଛୋଟ କଥାକୁ ନେଇକରି ରାଜରାସ୍ତାକୁ ଆସିବା, ସେମାନେ ବି ବୁଝିଲେ। କୃଷକମାନେ ବି ମୋ ସହିତ ଆସିକରି ଆନନ୍ଦରେ ଫଟୋ ଉଠେଇଲେ, ଖୁସିରେ ଫଟୋ ଉଠେଇଲେ, ବୁଝିଲେ ଯେ ପ୍ରକୃତରେ ଆଉ ସରକାର କୃଷକମାନଙ୍କ ସରକାର, କୃଷକମାନଙ୍କୁ ଆମେ କେବେ ହଇରାଣ କରିବୁ ନାହିଁ। ତେଣୁ ଯେଉଁମାନଙ୍କ ଭୁଲରେ ପଡ଼ିକି ସେମାନେ ରାଜରାସ୍ତାକୁ ଆସିଥିଲେ, ସେମାନେ କାଲି ବୁଝିଲେ, ତାଙ୍କ କଥା ସମସ୍ୟା କାଲି ସମାଧାନ କରି। ଚାଷୀଙ୍କ ସଂଖ୍ୟା କମେଇବା ଆମେ ଚାହୁଁନାହୁଁ, ଭୁଲ ଧାରଣା ସୃଷ୍ଟି କରାଯାଉଛି, ରାଜନୈତିକ ଉଦ୍ଦେଶ୍ୟଟା କରାଯାଉଛି। କିନ୍ତୁ ଆମେ ଚାହୁଁଛୁ ଯେଉଁମାନେ ଦଲାଲ ମାନେ ଅଛନ୍ତି, ଯେଉଁମାନେ ପ୍ରକୃତ ଚାଷୀ ନୁହନ୍ତି, ୟାଠୁ ତାଠୁ ରେକର୍ଡ କଲେକ୍ସନ କରିକି ଆଣିକି ରେଜିଷ୍ଟ୍ରେସନ କରୁଛନ୍ତି, ସେଇମାନଙ୍କ ସଂଖ୍ୟା କମ। ତେଣୁ ଆମେ ତାକୁ ଆହୁରି ସରଳୀକରଣ କରିଛୁ। ସେମାନେ ଗୋଟେ ଫର୍ମରେ କେବଳ ମାନେ ଦସ୍ତଖତ କରିବେ ଯେ ସେଲ୍ଫ ଡିକ୍ଲାରେସନ, ଯେଉଁଟା ସେଲ୍ଫ ଡିକ୍ଲାରେସନ ଫର୍ମରେ ସେ ଦସ୍ତଖତ କରିକି ସେ ରେଜିଷ୍ଟ୍ରେସନ କରିପାରିବେ। କାଲିଠୁ ସେ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଧର ମୋ ବାପାଙ୍କ ନାଁରେ ରେକର୍ଡ ଅଛି, ମୋ ଜେଜେବାପାଙ୍କ ନାଁରେ ରେକର୍ଡ ଅଛି, ସେଟା ମୁଁ ରେଜିଷ୍ଟ୍ରେସନ କରିବାକୁ ଯାଉଛି। ସେଟା କେମିତି ତା ଭିତରେ ଖାଲି ଡିକ୍ଲାରେସନ କରିଦେବେ, ନାଇଁ ଏଇଟା ମୋ ବାପାଙ୍କର ଜମି, ମୁଁ ତାକୁ ଚାଷ କରୁଛି କହିକି ଗୋଟେ ସାଇନ୍ ଦେବେ। ଏଥିରେ କୌଣସି ଉଦ୍ଦେଶ୍ୟ ନାହିଁ, କାହାକୁ ହଇରାଣ କରିବା ଉଦ୍ଦେଶ୍ୟ ସରକାରଙ୍କର ନାହିଁ। ନାଇଁ, କାଲିଠାରୁ ଏ ପ୍ରକ୍ରିୟା ଆରମ୍ଭ ହୋଇଛି। ଯୋଉଠି ଆକ୍ସେପ୍ଟ କରୁନାହାନ୍ତି ବୋଲି କମ୍ପ୍ଲେନ୍ ଆସିବ, ଆମେ କୌଣସି ଅଧିକାରୀଙ୍କୁ ନିଶ୍ଚିତ ଭାବରେ ତାଗିଦ କରିବୁ। ଏଇଟା ଗଭର୍ଣ୍ଣମେଣ୍ଟର ନିର୍ଦ୍ଦେଶ। ସମସ୍ତେ ସେଲ୍ଫ ଡିକ୍ଲାରେସନ ଫର୍ମରେ ସାଇନ୍ କରିକି ଇମିଡିଏଟ୍ କରିପାରିବେ ରେଜିଷ୍ଟ୍ରେସନ। କାହାକୁ ହଇରାଣ କରିବାର ଉଦ୍ଦେଶ୍ୟ ଆମର ନାହିଁ। ହଁ, ଜମିର ମାଲିକ ଠାରୁ ଲିଖିତ ଆକାରରେ ଆଣିବେ ସେମାନେ ଯେ ମୁଁ ତାଙ୍କୁ ଭାଗ ଚାଷୀ ହିସାବରେ ଚାଷ ପ୍ରୟୋଗ କରିବାକୁ ଦେଇଛି ବୋଲି, ଏଇଟା ପରେ ଲେଖା ଆଣିବେ ସେମାନେ। ହଁ, କାହିଁକି ଭାଗ ଚାଷୀ ଯିଏ ଜଣକୁ ଦବ ଲେଖିକି, ସେ ଲେଖିକି କହିବ ଯେ ଭାଇ ଇଏ ୟାଙ୍କୁ ଦେଇଛି ମୁଁ ଲେଖା ଚାଷ କରିବା ପାଇଁ। ନାଇଁ, ସେଟା ନାହିଁ। କିନ୍ତୁ ଦଲାଲ ମାନଙ୍କ ସଂଖ୍ୟା କମେଇବା ପାଇଁ କିଛି ଚାଲାକ ଲୋକ ଅଛନ୍ତି, ଯେଉଁମାନେ ଗାଁ ଗହଳିରେ
ଲୋକମାନଙ୍କ ଠାରୁ ରେକର୍ଡ ନେଇ ପଳେଇ ଆସୁଛନ୍ତି। ନିରୀହ ଲୋକ ଜାଣିପାରୁନାହାନ୍ତି, ରେକର୍ଡ ଦେଇ ଦେଉଛନ୍ତି। ସେଇ ରେକର୍ଡରେ ମାନେ ଆଉ ଆପ୍ଲାଏ କରୁଛନ୍ତି, ଆଉ ରେଜିଷ୍ଟ୍ରେସନ କରୁଛନ୍ତି। ସେଇଟା ଆମେ ବନ୍ଦ କରିବା ପାଇଁ, ଚେକ୍ ଦେବା ପାଇଁ ଏଇଟା ଆମେ କରୁଛୁ, ଯୋଉଟାକୁ କହନ୍ତି EKYC, ଫାର୍ମାର୍ସ ମାନଙ୍କର EKYC। ଆମେ ଜାଣିବା ଦରକାର ପ୍ରକୃତରେ ମାନେ ଫାର୍ମାର୍ସ କି ନୁହଁ। ତେଣୁ ଏ ପ୍ରକ୍ରିୟା ଆରମ୍ଭ ହୋଇଛି, ତାର କିଛି କ୍ଷତି ନାହିଁ। ତାଙ୍କର ଚାଲ ଖେଳୁଛନ୍ତି ଯେ ଖେଳନ୍ତୁ, ଆମେ କିଛି କହିବାର ନାହିଁ। ଆମେ ସବୁଥିପାଇଁ ପ୍ରସ୍ତୁତ ଅଛୁ, ଆମେ ସବୁଥିପାଇଁ ପ୍ରସ୍ତୁତ। ନାଇଁ ଶାସକ ଦଳ ତାଙ୍କର ଠିକ କାମ କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଠିକ ଚାଲିଛି, କୌଣସି ଅସୁବିଧା ନାହିଁ। ଆମେ ଏଇସବୁ ଜିନିଷ ଗୁଡା ଉପରେ ଏତେ ବିଶ୍ୱାସ କରୁନୁ। ବିରୋଧୀ ଦଳ ଆଗାମୀ ଦିନ ସେଟା ସିଆଡେ କାହିଁ ଯିବା, ସିଆଡେ କାହିଁ ଯିବା। ସେମାନେ ସଂଖ୍ୟା ନାହିଁ ରାଜ୍ୟସଭାରେ। ନାଇଁ ସେଟା ତ ସତ କଥା। ସିଏ କଥା ଆଣିକି ଯିବାନି। ଆମେ ଆମର ଡିପାର୍ଟମେଣ୍ଟରେ ସୀମିତ ହେଇକି ରହିବାଟା। ଯଦି ଆମେ ନାରୀ ସୁରକ୍ଷା କଥା ଦେଖିବା, ବର୍ତ୍ତମାନ ବିରୋଧୀ ଅପରାଧରେ ପଡିଛନ୍ତି, ତାଙ୍କ ଲୋକ ସବୁ ଗିରଫ ହୋଇଛନ୍ତି। ହଁ, ସେଟା ତ ସତ କଥା। ତାଙ୍କ ଲୋକମାନେ ଦେଖନ୍ତୁ, ଛାତ୍ର କଂଗ୍ରେସର ନେତା ଯିଏ ନେଉଥିଲେ ରାଜରାସ୍ତାରେ, ସେ ବର୍ତ୍ତମାନ ଜେଲ ଭିତରେ ଅଛି। ବର୍ତ୍ତମାନ ବିଜେଡିର କର୍ପୋରେଟର ଜଣେ ସିଏ ନେଉଥିଲେ, ସେ ବି ଜେଲ ଭିତରେ ଅଛନ୍ତି। ତାପରେ ସେମାନଙ୍କର ବର୍ତ୍ତମାନ ନାରୀଙ୍କ ପ୍ରତି ଯୋଉ କାନ୍ଦଣା କାନ୍ଦୁଥିଲେ, ପୁଣ୍ୟ କାନ୍ଦଣା, ସେମାନେ ବର୍ତ୍ତମାନ ନେଉନାହାନ୍ତି। କି ମନା କରୁଛି? ଏଇ ଇସ୍ୟୁ ନେଇକି ଦିଅନ୍ତୁ ରାଜରାସ୍ତାରେ, ସିଆଡ଼ିକି ଆଉ ଯିବାନି। ହଁ, କେବଳ ରାଜନୀତି, ଶସ୍ତା ରାଜନୀତି ସେ କରୁଛନ୍ତି, ଏଗୁଡା ଉପରେ ଯିବାନି। ନିଶ୍ଚୟ ନୂଆ ସଭାପତି ଆସିଛନ୍ତି, ତାଙ୍କ କାମ କରିବେ। ନୂଆ ଯୋଉ ଆଡଭୋକେଟ ମାନଙ୍କର ନାଁ ଡିକ୍ଲାର କରିବେ, ନିଗମ ସବୁ ଡିକ୍ଲାର କରିବେ, ସେ ପ୍ରୋସେସ ଚଲେଇছে। ତାଙ୍କ କର୍ତ୍ତବ୍ୟ କରିବେନି। ରିପୋର୍ଟ ଦେବା ପାଇଁ ମଗେଇছে। ଆମ ପରଫର୍ମାନ୍ସ, ଆମ ଯୋଉ ପରଫର୍ମାନ୍ସ, ଗୋଟେ ବର୍ଷ ଉପରେ ରହିଲୁଣି, କଣ କଲୁ କଣ ନାହିଁ, ତା ପରଫର୍ମାନ୍ସ ସେ ନେବେନି। ଆମର ନେତା ସିଏ, ମୁଖ୍ୟମନ୍ତ୍ରୀ ହଉଛନ୍ତି ଆମର ନେତା। ଆମ ପରଫର୍ମାନ୍ସ ନେବାର ତାଙ୍କର ଅଧିକାର ଅଛି। ନାଇଁ ଟାଇମ୍ ଟୁ ଟାଇମ୍ ସେମାନେ ପରଫର୍ମାନ୍ସ ମାଗିବେ।